ବାଲେଶ୍ୱରରେ ଅନୁଷ୍ଠିତ ହେଲା ଟାଉନ୍ ହାଇସ୍କୁଲର 67ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ। ଦୃଢ଼ ଇଚ୍ଛାଶକ୍ତି ଏବଂ ଗଭୀର ଆତ୍ମବିଶ୍ୱାସର ଅଧିକାରୀ ହେବାକୁ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ପରାମର୍ଶ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ଜିଲ୍ଲାର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ଟାଉନ୍ ହାଇସ୍କୁଲର 67ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ସହ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ଦୃଢ଼ ଇଚ୍ଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସର ଅଧିକାରୀ ହେବାକୁ ପରାମର୍ଶ ଦେଇଥିଲେ। ଏଇଠି ବାର୍ଷିକ ବିବରଣୀ ବେଳେ ମୁଁ ଆମର ସତ୍ୟ ସାର୍ଙ୍କୁ ପଚାରୁଥିଲି କି ଆମର ଏଥର ପିଲା କେତେ ନମ୍ବର ରଖିଛନ୍ତି ନା ମ୍ୟାଟ୍ରିକରେ 600ରୁ 535 ନମ୍ବର ରଖିଛନ୍ତି। ଆଉ ସମସ୍ତେ 100% ଯେତିକି ମ୍ୟାଟ୍ରିକ ଦେଇଥିଲେ ସମସ୍ତେ ଏଥର ଉତ୍ତୀର୍ଣ୍ଣ ହେଇଛନ୍ତି। ମୁଁ ସେଥିପାଇଁ ବିଦ୍ୟାଳୟର ସର୍ବପ୍ରଥମ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏତେ ସୁନ୍ଦର ଶୈକ୍ଷିକ ବାତାବରଣ ଆପଣମାନେ କରିକି ରଖିଛନ୍ତି, ମୁଁ ଆପଣମାନଙ୍କୁ ଅନ୍ତରରୁ ଶୁଭେଚ୍ଛା ଜଣାଉଛି। ମୁଁ ଯେତେବେଳେ ଆସିଲି ବାସ୍ତବିକ ଅଭିଭୂତ ହେଲି ଏଇଥିପାଇଁ କି ପିଲାମାନେ ଯେଉଁଭଳି ଭାବରେ ସ୍ୱାଗତ କଲେ, ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହେବାରୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମେ ଦୀପ ପ୍ରଜ୍ୱଳନ କରିଲେ। ଇଏ କୋଉଠି ନା କୋଉଠି ଅନୁଭବ ହେଲା କି ଏ ବିଦ୍ୟାଳୟରେ ଏବେ ଏବେ ମତେ ପ୍ରଧାନ ଶିକ୍ଷକ କହୁଥିଲା ଆମର ଟିକେ ଏଟା ଅଭାବ ଅଛି, ସେଇଟା ଅଭାବ ଅଛି, ଆମର ଟିକେ ଟିଚିଂ ଷ୍ଟାଫ ଅଭାବ ଅଛି। କିନ୍ତୁ ମୁଁ ଏତିକି ଦମ୍ଭୋକ୍ତିର ସହିତ କହିବି କି ବିଦ୍ୟାଳୟରେ ନାନାଦି ପ୍ରକାର ଅଭାବ ଭିତରେ ଗୁରୁ ଶିଷ୍ୟ ପରମ୍ପରାର ଯୋଉ ଗୋଟେ ବଡ଼ ଲମ୍ବା ସଂସ୍କାର ଅଛି, ଏ ସଂସ୍କାର ବିଦ୍ୟାଳୟରେ ଉଜ୍ଜୀବିତ ହେଇକି ଅଛି। ମୁଁ ସେଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ପିଲାମାନଙ୍କ ମନରେ ଏହା ଆଶା ଥିବ କି ଏଇଠି ପିଲାମାନେ ପାଠ ପଢ଼ିକି ମନରେ ନୂତନ ସ୍ୱପ୍ନ ସଞ୍ଚାର କରୁଥିବେ। ଏଇଠି ପିଲା କିଏ ପଢ଼ିକି କିଏ ନିଜ ଜୀବନରେ ଡାକ୍ତରଟିଏ ହେବ, କିଏ ଇଞ୍ଜିନିୟରଟିଏ ହେବ, କିଏ ତା ଜୀବନରେ ସମାଜସେବୀଟିଏ ହେବ, କିଏ ତା ଜୀବନରେ ଆଉ କୋଉଠି ବଡ଼ ବ୍ୟବସାୟୀଟିଏ ହେବ। କିନ୍ତୁ ମୁଁ ପିଲାମାନଙ୍କୁ କହି ରଖିବାକୁ ଚାହୁଁଛି, ଜୀବନରେ ଅନେକ ଉତ୍ଥାନ ପଥାନ ଆସିବ, ନଦୀର ପାଣି ଭଳିଆ ସମୟ ବହିଯିବ, କିନ୍ତୁ ଆପଣମାନେ ଯୋଉ ଚିର ସମୟରେ ଅଛନ୍ତି ବିଦ୍ୟାଳୟରେ ଇଏ ଚାରିକାନ୍ତ ଭିତରେ ବିତେଇଥିବା ଇଏ ମୁହୂର୍ତ୍ତ, ଇଏ ସମୟ, ଇଏ କେବେ ଆଉ ଫେରିକି ଆସିବ ନାହିଁ। ଏ ସମୟ ଆପଣମାନଙ୍କ ପାଇଁ ମୂଲ୍ୟବାନ। ଏ ସମୟକୁ ଆପଣମାନେ ମନ ଭରିକି ଶୃଙ୍ଖଳାର ସହିତ ମନ ଖୋଲିକି ଆପଣମାନେ ଯାହା କରିବାକୁ ଚାହୁଁଛନ୍ତି, ସ୍କାଏ ଇଜ ଦ ଲିମିଟ ଫର ୟୁ। ତେଣୁ ମନ ଖୋଲିକି ବିଦ୍ୟାଳୟରେ ପାଠ ପଢ଼ନ୍ତୁ, ଏକ୍ସଟ୍ରା କାରିକୁଲମ ଆକ୍ଟିଭିଟିରେ ସାମିଲ ହୁଅନ୍ତୁ। ଏଇଠି ମୋର ଅଭିଭାବକ ମାନଙ୍କୁ ମୁଁ ବିଶେଷ ଭାବରେ ବିନମ୍ର ଅନୁରୋଧ କରିବାକୁ ଚାହୁଁଛି। କିଛି ଅଭିଭାବକ ମନରେ ଏ ପ୍ରକାର ଗୋଟେ ଦ୍ୱନ୍ଦ୍ୱ ଅଛି କି ମୋ ପିଲା ଯଦି ବାର୍ଷିକ ଉତ୍ସବର ନାଚ ପ୍ରତିଯୋଗିତାରେ ବା ବାର୍ଷିକ ଉତ୍ସବର ଖେଳ ପ୍ରତିଯୋଗିତାରେ ପାର୍ଟିସିପେଟ କରିବ, ତାର ପାଠ ଖରାପ ହେଇଯିବ। ଏହା ସମ୍ପୂର୍ଣ୍ଣ ଭୁଲ। ମୁଁ ତ କହିବି କି ଆଜି ଦିନରେ ପାଠର ଯେତେ ଗୁରୁତ୍ୱ ଅଛି, ଶାଠର ମଧ୍ୟ ସେତିକି ଗୁରୁତ୍ୱ ଅଛି। ଆପଣମାନେ ଆପଣଙ୍କ ପିଲାଙ୍କୁ ସେତିକି ସ୍ୱାଧୀନତା ଦିଅନ୍ତୁ। ତାଙ୍କୁ ମନ ଭରା ତାଙ୍କର କର୍ମ କ୍ଷେତ୍ରରେ ସେ ଯାହା କରିବାକୁ ଚାହୁଁଛନ୍ତି ତାଙ୍କୁ ଆପଣମାନେ ସେଥିପାଇଁ ଅନୁମତି ପ୍ରଦାନ କରନ୍ତୁ। ଦୈନିକ ଖବରକାଗଜ ସମ୍ବାଦ ବାଲେଶ୍ୱର ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଉତ୍ସବ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍ ସତ୍ୟଜିତ ମିଶ୍ର ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ରାକେଶ ଖୁଣ୍ଟିଆ ଓ ପୁରାତନ ଛାତ୍ର ସଂସଦ ସଭାପତି ସୁବ୍ରତ କର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ଭୂୟାଁ ଏଥିରେ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ସୁମତି ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର ପ୍ରାଚୀରପତ୍ର କାକଳି ଏବଂ ବିଜ୍ଞାନ ପ୍ରାଚୀର ପତ୍ରିକା ସ୍ୱପ୍ନ ସିନ୍ଧୁକୁ
ଉନ୍ମୋଚନ କରିଥିଲେ। ଏହା ସହିତ ସସ୍ମିତା ଗିରିଙ୍କ ପ୍ରସ୍ତୁତ ଆର୍ଟ ଗ୍ୟାଲେରୀକୁ ମୁଖ୍ୟ ଅତିଥି ଉଦ୍ଘାଟନ କରିଥିଲେ। ପରେ ତନୁଶ୍ରୀକର, ସତ୍ୟ ସାଗରିକା ରାଉତ, ପ୍ରୀତମ ଦାସ, ଜୟନ୍ତୀ ଚାଷୀ, ଭାରତୀ ରାଉଳ ଓ ନମିତା ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଯୋଜନାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ ଅତିଥି ପରିଚୟ ଦେଇଥିଲେ। ଶିକ୍ଷୟିତ୍ରୀ ସୁସ୍ମିତା ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅତିଥି ଶିକ୍ଷକ ଅକ୍ଷୟ କୁମାର ପାତ୍ର, ଶିକ୍ଷକ ଗୋପୀନାଥ ପାଢ଼ୀ, ଚକ୍ରଧର ମିଶ୍ର, ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ଶିକ୍ଷୟିତ୍ରୀ ଦେବସ୍ମିତା ଦାସ, ସୁଲୋଚନା ଜେନା, ଶିକ୍ଷାରାଣୀ ପାତ୍ର, ଅଫିସ କର୍ମଚାରୀ ରାଜେନ୍ଦ୍ର ଦେ, ଅଜିତ ପଟ୍ଟନାୟକ, ଶଶଧର ନାୟକ, କାର୍ତ୍ତିକ ଜେନା ପ୍ରମୁଖଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତି ଓ ପୁରାତନ ଛାତ୍ର ସଂସଦର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। सेंटगन कॉलेज ऑफ नर्सिंग एंड पैरामेडिकल्स रे एडमिशन चलीछि। बीएससी नर्सिंग जीएनएम कोर्स पई जोगाजोग करंतु। सेंटगन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।